ଶ୍ରୋତା ବନ୍ଧୁ, ପ୍ରେମ, ଆବେଗ, ବେଦନାର ପ୍ରସିଦ୍ଧ କବି ଅମୃତା ପ୍ରୀତମ ଥିଲେ ପଞ୍ଜାବୀ ଭାଷା ସାହିତ୍ୟର ଜଣେ ପ୍ରସିଦ୍ଧ ଲେଖିକା। ପଞ୍ଜାବର ଗୁଜରାୱାଲା ଜିଲ୍ଲାରେ ଜନ୍ମିତ ଅମୃତା ପ୍ରୀତମଙ୍କୁ ପଞ୍ଜାବୀ ଭାଷାର ପ୍ରଥମ କବିର ମାନ୍ୟତା ମିଳେ। 100ରୁ ଉର୍ଦ୍ଧ୍ୱ ପୁସ୍ତକର ରଚୟିତ୍ରୀ ସେ। ଅମୃତା ପ୍ରୀତମ ସେହି କୃତବିଦ୍ୟ ସାହିତ୍ୟକାର ମାନଙ୍କ ମଧ୍ୟରୁ ଜଣେ ଯାହାଙ୍କର ବହୁ ପୁସ୍ତକ ଅନେକ ଭାଷାରେ ଅନୁଦିତ ହୋଇଛି। ସେ ଏକାଧାରରେ ଜଣେ କବି, ଗାଳ୍ପିକା, ପ୍ରାବନ୍ଧିକା ତଥା ଜଣେ ଉଚ୍ଚକୋଟୀର ଆଲୋଚିକା ମଧ୍ୟ ଥିଲେ। ତାଙ୍କ ଉପନ୍ୟାସ ମଧ୍ୟରେ ରହିଛି 5 ବରସ ଲମ୍ବି ସଡ଼କ, ପିଞ୍ଜର, ଅଦାଲତ, କୋରେ କାଗଜ, 49 ଦିନ, ସାଗର और सिपियाँ। ଗଳ୍ପ ଗୁଡ଼ିକରେ ରହିଛି कहानियाँ जो कहानियाँ नहीं है, कहानियों के आंगन में। संस्मरणରେ ଅଛି कच्चा आंगन, एक थी सारा। ଅମୃତା ପ୍ରୀତମଙ୍କ ଆତ୍ମକଥା ଯାହା ଅତ୍ୟନ୍ତ ଚର୍ଚ୍ଚିତ ଏବଂ ଲୋକପ୍ରିୟ। ରସିଦି ଟିକଟ। ଅମୃତା ପ୍ରୀତମଙ୍କୁ ମର୍ଯ୍ୟାଦା ଜନକ ସାହିତ୍ୟ ଏକାଡେମୀ ପୁରସ୍କାର ଠାରୁ ଆରମ୍ଭ କରି ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ହୋଇଛି। ଭାରତ ବିଭାଜନକାଳୀନ ପଞ୍ଜାବରେ ହୋଇଥିବା ଭୟାନକ ଘଟଣାର ଯେଉଁ ଦୁଃଖଦ ସ୍ଥିତିକୁ ନେଇ ରଚିତ ଅଜ ଆଁଖା ବାରିଶ ସାହନୁ ପଞ୍ଜାବୀ କବିତା ପାଇଁ ସେ ପ୍ରସିଦ୍ଧି ଲାଭ କରିଛନ୍ତି। ଶ୍ରୋତା ବନ୍ଧୁ, ଅମୃତା ପ୍ରୀତମଙ୍କୁ ମୁଁ ଖୁବ୍ ସମ୍ମାନ ଦିଏ। ସେ ମୋ ହୃଦୟର ଜଣେ ବିଶିଷ୍ଟ କବି। ତାଙ୍କର ଏକ କବିତାକୁ ମୁଁ ଅନୁବାଦ କରିଛି ହିନ୍ଦୀରୁ। କବିତାଟି ଏମିତି: ମୁଁ ହୃଦୟର ଏକ କୋଣରେ ବସିଛି ଯେଉଁଠି ତୁମେ ମୋର ଆଜି ଖୁବ୍ ମନେ ପଡ଼ୁଛ। ମୁଁ ହୃଦୟର ଏକ କୋଣରେ ବସିଛି ଯେଉଁଠି ତୁମେ ମୋର ଆଜି ଖୁବ୍ ମନେ ପଡ଼ୁଛ। ଯେମିତି ଓଦା ଥିବା କାଠରୁ ଗାଢ଼ ଏବଂ ତୀବ୍ର ଧୂଆଁ ଉଠେ, ଯେମିତି ଓଦା ଥିବା କାଠରୁ ଗାଢ଼ ଏବଂ ତୀବ୍ର ଧୂଆଁ ଉଠେ, ତା ସହ ହଜାରେ ଭାବନା ଆସେ। ଯେମିତି କୌଣସି ଶୁଖିଲା କାଠ ତତଲା ନିଆଁ ଭଳି ଦୀର୍ଘଶ୍ୱାସରେ ପରିପୂର୍ଣ୍ଣ କରେ ମନ ଓ ଆତ୍ମାକୁ। ଏବେ ହିଁ ମୁଁ ଶାନ୍ତ କରିଛି ଉଭୟ କାଠକୁ। ଜୀବନର ବର୍ଷ ସବୁ ଅଙ୍ଗାରର ଖଣ୍ଡ ପରି ବିପର୍ଯ୍ୟସ୍ତ। ଜୀବନର ବର୍ଷ ସବୁ ଅଙ୍ଗାରର କାଠ ପରି ଅଙ୍ଗାରର ଖଣ୍ଡ ପରି ବିପର୍ଯ୍ୟସ୍ତ। କିଛି ଲିଭି ଯାଇଛନ୍ତି, ଆଉ କିଛି ଅଲିଭା ଅଛନ୍ତି। ସମୟ ହାତକୁ ଯେବେ ଧରିବା ଚାହିଁଲି, ସମୟ ହାତକୁ ଯେବେ ଧରିବାକୁ ଚାହିଁଲି, ପାଦ ତଳେ ନିଟୋଳ ହେଉଥିଲେ ଅନେକ ଫୋଟକା। ତମ ପ୍ରେମ ମୋ ହାତରୁ ଚାଲିଗଲା ପରେ ଜୀବନର ହାଡ଼ ସବୁ ଚୁରମାର ହେଲା। ତମ ପ୍ରେମ ମୋ ହାତରୁ ଚାଲିଗଲା ପରେ ଜୀବନର ହାଡ଼ ସବୁ ଚୁରମାର ହେଲା। ଇତିହାସ ପୃଷ୍ଠାର ଅତିଥି ମୋର ଏଇ ଜୀବନ ପାକଶାଳାରୁ ଅଭୁକ୍ତ ଉଠିଲା। ଜୀବନର ହାଡ଼ ସବୁ ଚୁରମାର ହେଲା। ଇତିହାସ ପୃଷ୍ଠାର ଅତିଥି ମୋର ଏଇ ଜୀବନ ପାକଶାଳାରୁ ଅଭୁକ୍ତ ଉଠିଲା। ଶ୍ରୋତା ବନ୍ଧୁ, ଆଶା କରୁଛି ଆପଣଙ୍କୁ କବିତାଟି ଖୁବ୍ ଭଲ ଲାଗିଥିବ। ତେବେ ଆଜି ଅମୃତା ପ୍ରୀତମଙ୍କ ଏକ ଗଳ୍ପ ଆପଣମାନଙ୍କ ନିକଟରେ ମୁଁ ଉପସ୍ଥାପନ କରୁଛି, ଯାହାର ଅନୁବାଦିକା ହେଉଛନ୍ତି ବିଶିଷ୍ଟ ଗାଳ୍ପିକା ଇନ୍ଦୁଲତା ମହାନ୍ତି। ଅନୁବାଦିକା ଇନ୍ଦୁଲତା ମହାନ୍ତି ଅନୁବାଦ ପାଇଁ ଓଡ଼ିଶା ଲେଖିକା ସଂସଦ ଓ ରାଜ୍ୟ ପୁସ୍ତକ ମେଳା ପୁରସ୍କାରରେ ସମ୍ମାନିତା। ନ୍ୟାସନାଲ ବୁକ୍ ଟ୍ରଷ୍ଟ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଅମୃତା ପ୍ରୀତମଙ୍କ ନିର୍ବାଚିତ କାହାଣୀରୁ ଏହି ଗନ୍ତାଘର ଗଳ୍ପଟିକୁ ମୁଁ ଆପଣମାନଙ୍କ ଉଦ୍ଦେଶ୍ୟରେ ଶୁଣାଉଛି। ଇନ୍ଦୁଲତା ମହାନ୍ତିଙ୍କ ଅନୁବାଦିତ ଗଳ୍ପ ଗନ୍ତାଘର। ଗାଳ୍ପିକା
ଅମୃତା ପ୍ରୀତମ। ପବନର ଗତି ଟିକେ ଦ୍ରୁତ ହୋଇଯାଇଥିଲା, ବୋଧେ ଏଥିପାଇଁ ଯେ ପବନରେ ତୁମର ନିଶ୍ୱାସ ମିଶିଥିଲା ଏବଂ ପବନର ଛାତିରେ ଠିଆ ହୋଇଥିବା ଗଛର ପତ୍ର ଶିହରିତ ହେବାରେ ଲାଗିଲେ। ମୁଁ ହାଡ଼ମାଂସର ଘରଟିଏ ବହୁତ ସମୟ ଚୁପ୍ ହୋଇ ଠିଆ ହୋଇ ରହିଲି। ତାପରେ ନିଜେ ହିଁ ନିଜ ଦେହରୁ ବାହାରି ଆସି ମୁଁ ବାହାରର ରାସ୍ତାକୁ ଚାହିଁଲି। ବାହାରର ରାସ୍ତାରେ ତୁମେ ଯାଉଥିଲ। ରାସ୍ତାରେ ଅନେକ ଲୋକ ଯାଉଥିଲେ, କିନ୍ତୁ ଏମିତି ଭାବରେ ନୁହେଁ। ତୁମେ ସେଠି ଏମିତି ଭାବରେ ଚାଲୁଥିଲ, ତୁମର ପାଦ ରାସ୍ତା ସହିତ କଥା କହୁଛି ଯେମିତି। ତୁମେ ତାକୁ କ'ଣ କହିଥିଲ କେଜାଣି ଯେ ରାସ୍ତାର ମାଟିର ରଙ୍ଗ ଗୋଲାପୀ ହୋଇଗଲା। ଏବଂ ତାପରେ ଅନେକ ଦିନ ମୁଁ ତା ଆଡ଼େ ଚାହିଁ ରହିଲି। ଏବଂ ତାପରେ ମୁଁ ଦିନେ ଦେଖିଲି ବାହାରର କବାଟ ପାଖ ଗଛ ତଳେ ତୁମେ ଠିଆ ହୋଇଛ। ସେଇ ଗଛର ଧାରଣା ଯେ ସେଇଦିନ ତାଠାରେ ପ୍ରଥମ ଥର ପାଇଁ ବଉଳ ହୋଇଥିଲା। ଏବଂ ମୁଁ ଅନେକ ଦିନ ସେଇ ଗଛର ବଉଳକୁ ଚାହିଁ ରହୁଥିଲି। ସେଦିନ ଦ୍ୱିପ୍ରହରଟା ଥିଲା ବଡ଼ ଗରମ। ତୁମେ ଆସିଲ, ବାହାର ପାଖ ଦୁଆରକୁ ପାଣି ଥିବା କୂଅର ରାସ୍ତା ପଚାରୁଥିବା ପରି ସେଇ ଦୁଆର ପାଖେ ଠିଆ ହୋଇଗଲ। ଦୁଆର ଚମକି ପଡ଼ି ଥରେ ତୁମକୁ ଚାହିଁଲା, ତାପରେ ମୋତେ, ଏବଂ ଦୁଆର ଭିତରେ ଥିଲା ଘରର ଅଳିନ୍ଦ। ତୁମେ ଅଳିନ୍ଦ ଆଡ଼କୁ ଚାହିଁବାରୁ ଶୋଇ ଶୋଇ ସେ ଆଖି ଖୋଲିଲା। ତାପରେ ମୁଁ ଭିତରକୁ ଯାଇ ମାଠିଆରୁ ତାଟିଆରେ ପାଣି ପୂରେଇଲି ଏବଂ ତୁମେ ଚୁପଚାପ ଭିତରକୁ ଯାଇ ପାଣି ତାଟିଆକ ପିଇଦେଲ। ତୁମେ କେଉଁଠୁ ଆସୁଥିଲ ଏବଂ କେଉଁଠିକୁ ଯାଉଥିଲ କେଜାଣି? ଖାଲି ଏତିକି ଜାଣିଥିଲି, ମୋ ଘର ତୁମ ରାସ୍ତାରେ ପଡ଼େ ଏବଂ ତୁମେ ଯେତେବେଳେ ବି ଏଇ ବାଟ ଦେଇ ଯାଉଥିଲ, ତୁମକୁ ଶୋଷ କରୁଥିଲା ଏବଂ ମୁଁ ତାଟିଆରେ ପାଣି ପୂରେଇ ତୁମ ସାମ୍ନାରେ ରଖିଦେଉଥିଲି। ମୋର ନାମ ୟୁରେନ୍ସ। ଦିନେ ତୁମେ ପାଣି ପିଇବା ବେଳେ କହିଥିଲ ଯେ ତମ ନାମ ଥିଲା ଗାୟା। ତମେ କହିଲ, ମୋ ନାମ ଗାୟା। ତୁମ ହାତରୁ ଖାଲି ତାଟିଆ ନେଇ ମୁଁ କହିଥିଲି। ଏବଂ ମୋର ମନେ ହୋଇଥିଲା ତୁମର ଆସିବାର ସମୟ ପ୍ରାୟ ସବୁବେଳେ ପାଣି ତାଟିଆ ପରି ପୂରା ହୋଇ ରହୁଥିଲା ଏବଂ ତୁମେ ଯିବା ପରେ ସବୁବେଳେ ଖାଲି ତାଟିଆ ପରି ହୋଇଯାଉଥିଲା ଏବଂ ତାଠୁ ବଳି ତୁମର ଶୁଖିଲା ତଣ୍ଟି ପରି ହୋଇଯାଉଥିଲା। ମୁଁ 3 ମହଲା କୋଠାଟିଏ। ତୁମେ କେବଳ ଗୋଟିଏ ମହଲା ଦେଖିଥିଲ, ଦ୍ୱିତୀୟ ମହଲା ନୁହେଁ। ଏବଂ ଦିନେ ତୁମେ ଯେତେବେଳେ ଆସିଲ ପାଣି ପିଇବା ପରେ ତୁମେ ଦ୍ୱିତୀୟ ମହଲାର ସିଡ଼ି ଆଡ଼କୁ ଚାହିଁଲ। ଶୋଷ ସହିତ ତୁମକୁ ଭୋକ ବି କରୁଥିଲା ବୋଧେ ଏବଂ ତୁମେ ଏ କଥା ବୋଧେ ଜାଣିଥିଲ ଯେ ଶରୀରର ତୃପ୍ତି ପରି ଜିନିଷ ଦ୍ୱିତୀୟ ମହଲାରେ ଥିଲା। ତୁମେ ପାହାଚ ଆଡ଼କୁ ଚାହିଁଲ ତ ମୁଁ ବି ପାହାଚକୁ ଚାହିଁଲି ଏବଂ ପାହାଚ ଚଢ଼ିବା ବେଳେ ତୁମେ ପାହାଚର କାନ୍ଥରେ ତୁମ ହାତ ରଖିବାରୁ ମୋ ପେଟ ଭିତରେ ଶିହରଣ ଗୋଟେ ଖେଳେଇ ହୋଇଗଲା। ପାହାଚ ଚଢ଼ିଗଲେ ସାମ୍ନାରେ ଲତାରେ ଢଙ୍କା ହୋଇଥିବା ଚାଜା ଏବଂ ତାପରେ ଶୋଇବାର ଘର। ଲତା ଢଙ୍କା ଚାଜାରେ ତୁମେ ଠିଆ ହୋଇଯାଇଥିଲ ଏବଂ ମୁଁ ଗୋଟେ କଣରେ ନିଆଁ ଜଳେଇଲି। ତାପରେ ଥଣ୍ଡା ରୁଟିକୁ ଗରମ କରୁଥିବା ବେଳେ ତୁମ ଉପରେ ନଜର ପଡ଼ିଲା। ହେ ଖୋଦା, ତୁମର ମୁହଁ ଆଡ଼ୁ ଉତ୍ତାପ ଆସୁଥିଲା। ତୁମ ମୁହଁରେ ହୁଏତ ନିଆଁ ଶିଖାର ଛାଇ ପଡ଼ିଥିଲା। କାଠରୁ କିଛି ଝୁଲ ପଡ଼ି ମୋ ପାଦ ପାଖରେ ଆସି ପଡ଼ିଥିଲା। କାଠରୁ କିଛି ଝୁଲ ଉଡ଼ି ମୋ ପାଦ ପାଖରେ ଆସି ପଡ଼ିଥିଲା। ପାଦ ଚମକି ପଡ଼ିଥିଲା, କିନ୍ତୁ ତାପରେ ମୁଁ ନିଆଁ ଝୁଲକୁ ପାଦ ତଳେ ଦଳି ଦେଇଥିଲି। ତୁମ ସାମ୍ନାରେ ଗରମ ରୁଟି ପରସି ଦେବା ବେଳେ ମୋ ହାତ ଥରୁଥିଲା ଏବଂ ମୁଁ ଦେଖିଲି ଯେ ରୁଟି ଖଣ୍ଡେ ଛିଡ଼େଇବା ବେଳକୁ ତୁମ ହାତର ଆଙ୍ଗୁଳି ଥରୁଥିଲା। ମୋର ଥରିବା ମୁଁ ମୋ ଦେହରେ ଲୁଚେଇ ଦେଲି। ମୋ ଦେହରେ ଲୁଚିଥିବା ସେଇ କମ୍ପନକୁ ଖୋଜିବା ପରି ତୁମେ ଅନେକ ସମୟ ମୋ ଆଡ଼କୁ ଚାହିଁ ରହିଲ। ଶରୀରର କମ୍ପନକୁ ଆଖିରେ ବୋଧେ ଖୋଜାଯାଇ ପାରୁନଥିଲା,
ତୁମେ ମୋତେ ଭିଡ଼ି ନେଇ ଛାତିରେ ଜାକି ଧରିଲ ଏବଂ ନିଜ ଶରୀରର କମ୍ପନରେ ମୋ ଶରୀରର କମ୍ପନ ଖୋଜି ନେଲ। କୋଣରେ ଏବେ ବି ନିଆଁ ଜଳୁଥିଲା ଏବଂ ଆମ ମୁହଁ ଉପରେ ତାର ଶିଖାର ଛାଇ ପଡ଼ୁଥିଲା। ତୃତୀୟ ମହଲା କୋଠାର ତଳେ ଗୋଟେ ଗନ୍ତାଘର ଅଛି। କାହାରିକୁ ଦେଖାଯାଏ ନାହିଁ, କିନ୍ତୁ ଅଛି। ଏବଂ ସେଦିନ ତୁମେ ଚାଲିଯିବାରୁ ରାତିରେ ମୁଁ ମୋ ବୟସର 20 ବର୍ଷ ଦେହରୁ ବାହାର କରି ସେଇ ଗନ୍ତାଘରେ ରଖିଦେଲି। ଭାବୁଥିଲି ଯେ ତୁମେ ଯେତେବେଳେ ଚାହିଁବ ବାହାର କରି ତୁମକୁ ତୁମର ଅମାନତ ଦେଖାଇବି। ସ୍ୱରର ଧାରଟିଏ ସିଧା ଛାତିରୁ ବାହାରି ତଣ୍ଟି ବାଟ ଦେଇ ଯାଉଥିଲା ଏବଂ ତାପରେ ମୋ ଓଠ ପାଖରେ ଆସି ଛୋଟ ଛୋଟ ଗୁଳାରେ ବଦଳି ଯାଉଥିଲା। ୟୁରେନ୍ସ। ଏବଂ ମୋର ଏଇ ସ୍ୱର ମୋ ଓଠରୁ ବାହାରି ମୋରି କାନ ପର୍ଯ୍ୟନ୍ତ ଯାଉଥିଲା ଏବଂ ଅନେକ ସମୟ ପର୍ଯ୍ୟନ୍ତ ମୋ କାନରେ ବସି ରହୁଥିଲା। ମୋ ଭିତରେ ଗୋଟେ ଜାଗା ବାଁ ପାଖରେ ନିଆଁ ଜଳୁଥିବା ପରି ଲାଗୁଥିଲା ଏବଂ ତାରି ଉତ୍ତାପରେ ସ୍ୱରର ଏଇ ଗୁଳାଗୁଡ଼ିକ ତରଳି ଯାଉଥିଲେ ଏବଂ ତାପରେ ଏମାନେ ମୋର ଶିରା ପ୍ରଶିରା ଦେଇ ମୋ ଛାତିକୁ ଚାଲି ଯାଉଥିଲେ ଏବଂ ପୁଣି ଛାତିରୁ ଧାରଟିଏ ପରି ଉଠି ମୋ ତଣ୍ଟି ବାଟ ଦେଇ ଯାଉଥିଲେ ଏବଂ ପୁଣି ଓଠ ପାଖକୁ ଆସି ଛୋଟ ଛୋଟ ଗୁଳାରେ ବଦଳି ଯାଉଥିଲେ। ୟୁରେନ୍ସ। ଦିନ ଏବଂ ରାତି ଏଇ ସ୍ୱର ପରି ବୋଧ ହେଉଥିଲେ। ଦିନ ଏବଂ ରାତି ଏଇ ସ୍ୱର ପରି ବୋଧେ ବୁଲୁଥିଲେ। ସେମାନେ ବି ଗୋଟେ ସୀମା ଭିତରେ ଚାଲୁଥିଲେ ଏବଂ ସେଇ ସ୍ୱର ମଧ୍ୟ। ଏବଂ ତୁମେ ଦିନେ ଆସିଲ, ଅନେକ ପରେ, କିନ୍ତୁ ଆସିଲ। ଏବଂ ସେଦିନ ତୁମ ପାଦରେ ପ୍ରଥମ ମହଲାରେ ହୋଇଥିବା ସଙ୍କୋଚ ନଥିଲା, ଦ୍ୱିତୀୟ ମହଲାରେ ହୋଇଥିବା ବି, ଏବଂ ସିଧା ତୃତୀୟ ମହଲାକୁ ଆସିଗଲ ମୋର ପ୍ରତୀକ୍ଷାର ଦିନ ପରି, ଯେଉଁଠି ବନ୍ଦ ହୋଇଗଲା ଥଣ୍ଡା ଏବଂ ନୀରବତାର ଶବ୍ଦ ସହ ବହି ରଖାଯାଇଥିଲା। ଯେଉଁଠି ବନ୍ଦ ହୋଇ ଥଣ୍ଡା ଏବଂ ନୀରବତାର ଶହ ଶହ ବହି ରଖାଯାଇଥିଲା। ତୁମେ ଅନେକ ସମୟ ଚୁପଚାପ ଠିଆ ହୋଇ ରହିଲ। ବହିମାନଙ୍କ ସଂଖ୍ୟାରେ ଆଉ ଗୋଟିଏ ବହି ବଢ଼ି ଯାଇଥିବା ପରି ଲାଗିଲା ଏବଂ କିଏ ଆସ୍ତେ କିନା ଖଣ୍ଡେ ବହିର ମଲାଟ ଓଲଟାଇ ତାର ପ୍ରଥମ ପୃଷ୍ଠାକୁ ଦେଖୁଥିବା ପରି ମୁଁ ଯାଇ ତୁମ ହାତକୁ ଛୁଇଁଲି। ତୁମେ ହସିଦେଲ ଏବଂ ବହିର ସବୁ ପୃଷ୍ଠାକୁ ତୁମେ ଆଖିରେ ପୂରେଇ ଦେଲ ଏବଂ ସବୁ ଅକ୍ଷରକୁ ଓଠରେ। ତୁମେ ମୋ ଓଠରେ ଏମିତି ଭାବରେ ଚୁମା ଦେଇ ତୁମ ଓଠର ଅକ୍ଷର ମୋତେ ନିଜ ଓଠରୁ ପଢ଼ିବା ପରି। ତୁମେ ଯେମିତି ସହଜ ପାଦ ପକାଇ ସବୁଠାରୁ ଉପର ମହଲାକୁ ଆସିଥିଲ, ମୋ ହାତ ଧରି ସେହିପରି ସହଜ ପାଦ ପକାଇ ତଳେ ଦ୍ୱିତୀୟ ମହଲାକୁ ଆସିଗଲ। ଲତା ମାଡ଼ିଥିବା ବାରଣ୍ଡା ବାଟ ଦେଇ ମୋ କୋଠରୀକୁ ଏବଂ ତାପରେ ଅନେକ ସମୟ ପର୍ଯ୍ୟନ୍ତ ତୁମେ ତୁମର ଚଉଡ଼ା ପୁରୁଷାଳି ପାପୁଲିରେ ମଖମଲର ବିଛଣାକୁ ଆଉଁସିବାରେ ଲାଗିଲ। ପଛରେ ଥିଲା ବହୁତ ଲମ୍ବା ଶୂନ୍ୟ ଦିନ ସବୁ ଏବଂ ଆଗକୁ କ'ଣ ଥିଲା କେଜାଣି, କିନ୍ତୁ ସେଇ ବର୍ତ୍ତମାନରୁ ଗୋଟିଏ ମୁହୂର୍ତ୍ତ ଉଠିଲା ଏବଂ ସେଇ ମୁହୂର୍ତ୍ତଟି ବିତି ଯାଇଥିବା ସମୟ ଉପରେ ଗୋଟିଏ ହାତ ପକାଇଦେଲା ଏବଂ ଆର ହାତଟି ବହୁତ ଦୂର ପର୍ଯ୍ୟନ୍ତ ଆଗାମୀ ସମୟ ଉପରେ। ଏବଂ ଆଗରେ ପଛରେ ଯେତେ ଦୂର ପର୍ଯ୍ୟନ୍ତ ଆଖି ଯାଉଥିଲା, ସେହି ମୁହୂର୍ତ୍ତଟି ପ୍ରସରି ଯାଇଥିଲା। ୟାର ମୁହୂର୍ତ୍ତକ ପୂର୍ବରୁ ତୁମ ଚାରିପାଖରେ ଥିଲା ମାଂସର ଗୋଟେ ପାଚେରୀ ଏବଂ ମାଂସର ଗୋଟେ ପାଚେରୀ ମୋ ଚାରିପାଖରେ ଏବଂ ମାଂସ ମାଟିର ପାଚେରୀ କେମିତି ଭାଙ୍ଗିଗଲା କେଜାଣି। ଗୋଟିଏ ନଦୀର ପାଣି ଆଉ ଗୋଟିଏ ନଦୀର ପାଣିରେ ମିଶିଯିବା ପରି ତୁମେ ମୋ ସହିତ ମିଶିଯିବା ପରି ତୁମେ ମୋ ସହିତ ମିଶିଗଲ ଏବଂ ସେତେବେଳେ କେତେ କେଜାଣି ହଂସ ସେଇ ପାଣିରେ ପହଁରିଲେ। ନଦୀ ଶୁଖିଗଲେ ପୁଣି ମାଟି ହୋଇଥାଏ। ଲାଗିଲା ତୁମେ ପାଖରେ ଥିଲ ତ ମୁଁ ନଦୀ ହୋଇଥିଲି, ତୁମେ ଚାଲିଗଲ ତ ମୁଁ ପୁଣି ପୃଥିବୀ ହେଇଗଲି, ମାଟି ହୋଇଗଲି, ମାଂସ ମାଟିର ସ୍ତ୍ରୀଟିଏ। ସେଦିନ ରାତିରେ ଏବଂ ତାପରେ ପ୍ରତ୍ୟେକ ରାତିରେ ମୋ ଗର୍ଭରୁ କାହାର କାନ୍ଦିବାର ସ୍ୱର ଆସୁଥିବା ପରି ମୋତେ ଲାଗିଲା। ତୁମକୁ ପୁଣି ବହୁତ ଦିନ ପର୍ଯ୍ୟନ୍ତ ଆସିବା କଥା ମନେ ରହିଲା ନାହିଁ ଏବଂ ଦିନେ ରାତିରେ ବହୁତ ସମୟ ପର୍ଯ୍ୟନ୍ତ ମୋ ଗର୍ଭରୁ କାନ୍ଦିବାର ସ୍ୱର ଆସିବାରୁ ମୁଁ ମୋର ଗର୍ଭକୁ ସେଇ ସ୍ୱର ସହିତ ଗନ୍ତା ଘରେ ଯାଇ ରଖିଦେଲି। ଏକଦା ମୁଁ ମୋର 20 ବର୍ଷକୁ ଯେଉଁଠି ରଖିଥିଲି।
ବେଳେ ବେଳେ ମହମବତୀ ଜଳେଇ ମୁଁ ସେଇ ଗନ୍ତାଘରକୁ ଯାଉଥିଲି। ବହୁତ ସମୟ ଧରି ମୋର 20ତମ ବର୍ଷକୁ ଚାହିଁ ରହୁଥିଲି ଏବଂ ବହୁତ ସମୟ ପର୍ଯ୍ୟନ୍ତ ନିଜ ଗର୍ଭରୁ କାହାର କାନ୍ଦିବାର ସ୍ୱର ଶୁଣୁଥିଲି ଏବଂ ଭାବୁଥିଲି, ଏବେ ତୁମେ ଯେବେ ଆସିବ, ମୁଁ ତୁମର ହାତ ଧରି ତୁମକୁ ସେଇ ଗନ୍ତାଘରକୁ ନେଇଯିବି। ପୁଣି ଅନେକ ବର୍ଷ ପରେ ତୁମେ ଥରେ ଆସିଲ, କିନ୍ତୁ ଏଥର ତୁମେ ଏକଲା ନଥିଲ। ଦୁଆର ବାହାର ପାଖେ ଠିଆ ହୋଇଥିବା ତୁମର ଅନେକ କାମ ଦାମ ତୁମ ସାଙ୍ଗରେ ଥିଲେ ଏବଂ ମୁହୂର୍ତ୍ତକରେ ତୁମେ ଭିତରକୁ ଆସି ତରତରରେ ତାଟିଆର ପାଣି ପିଇଲ ଏବଂ ଗନ୍ତାଘର ଆଡ଼କୁ ମୁଁ ଠାରି ଦେବାରୁ ତୁମେ ପୁଣି ଆସିବାର ପ୍ରତିଶ୍ରୁତି ମୋ ହାତରେ ଧରେଇ ଦେଇ ଚାଲିଗଲ। ତୁମର ପ୍ରତିଶ୍ରୁତିକୁ ମୁଁ ଫୁଲ ପରି ଧରି ନଥିଲି, ପାପୁଲିରେ ମଞ୍ଜି ପରି ନେଇଥିଲି ଏବଂ କେତେ ବର୍ଷ ଏହା ମୋ ପାପୁଲିରେ ଖେଳିଲା ବି। କିନ୍ତୁ ମାଂସର ପାପୁଲି ମାଂସରେ ହିଁ ତ ହୋଇଥାଏ। ମାଟି ପରି ଏହା ସର୍ବଦା ଯୌବନରେ ରହେ ନାହିଁ। ତା ଉପରେ ବୟସର ଛାପ ପଡ଼େ ଏବଂ ଏହା ପଡ଼ିଆ ହୋଇଗଲେ ଏଠି ଉଧେଇଥିବା ପ୍ରତ୍ୟେକଟି ପତ୍ର ଝାଉଁଳି ପଡ଼େ। ତୁମର ପ୍ରତିଶ୍ରୁତିର ଫୁଲ ମଧ୍ୟ ଝାଉଁଳି ପଡ଼ିଲା ଏବଂ ଦିନେ ଥର ଥର ପାପୁଲିରୁ ମୁଁ ସେଇ ଝାଉଁଳି ପଡ଼ିଥିବା ଫୁଲଟିକୁ ନେଇ ଗନ୍ତାଘରର ଗଭୀର ଅନ୍ଧାରରେ ରଖିଦେଲି। ତୃତୀୟ ମହଲାରେ ବହୁତ ବହି ଅଛି, ସାରା ଦୁନିଆର ଇତିହାସର, କିନ୍ତୁ ସେମାନଙ୍କ ଭିତରେ ଗୋଟିଏ ବହି ନାହିଁ। ସେମାନଙ୍କ ଭିତରେ ମୋ ଗନ୍ତାଘରର ଇତିହାସର କୌଣସି ବହି ନାହିଁ। ଦୁନିଆର ଇତିହାସ ପଢ଼ିଥିବା ଲୋକ ଜାଣିଛି ଯେ ଆଜିଠାରୁ 1000 ବର୍ଷ ପୂର୍ବେ ୟୁରେନ୍ସ ନାମକ ଜଣେ ପୁରୁଷ ଥିଲା ଏବଂ ଗାୟା ନାମକ ସ୍ତ୍ରୀ ଲୋକଟିଏ ଥିଲା ଏବଂ ଗାୟାର ଗର୍ଭରୁ ଯେଉଁ ପିଲା ବି ଜନ୍ମ ନେଉଥିଲା, ୟୁରେନ୍ସ ତାକୁ ପୃଥିବୀ ଭିତରେ ପୋତି ପକାଉଥିଲା ଏବଂ ଗାୟାକୁ ବରାବର ପୃଥିବୀରୁ କାନ୍ଦିବାର ସ୍ୱର ଶୁଣାଯାଉଥିଲା। କିନ୍ତୁ କିନ୍ତୁ ଆଜିର ଇତିହାସର କାହାରିକୁ ଜଣାପଡ଼ିବ ନାହିଁ ଯେ ବିଂଶ ଶତାବ୍ଦୀରେ ମଧ୍ୟ ଗାୟା ଥିଲା। ସେ ଜଣେ ୟୁରେନ୍ସକୁ ଭଲ ପାଇଥିଲା ଏବଂ ତାର ଗର୍ଭକୁ ଗୋଟେ ଗନ୍ତାଘରେ ରଖିଦେଇଥିଲା। ସେଇ ଗନ୍ତାଘରୁ ବରାବର ଗୋଟିଏ ପିଲାର କାନ୍ଦିବାର ସ୍ୱର ଶୁଣାଯାଉଥିଲା। କେହି ଜାଣନ୍ତି ନାହିଁ ଯେ କେବଳ ଜନ୍ମ ନେଇଥିବା ପିଲାଙ୍କ ତଣ୍ଟିରୁ କାନ୍ଦଣା ବାହାରେ ନାହିଁ, ଅଜନ୍ମା ପିଲାଙ୍କ ତଣ୍ଟିରୁ ବି କାନ୍ଦଣା ବାହାରେ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ପ୍ରସିଦ୍ଧ ପଞ୍ଜାବୀ ଗାଳ୍ପିକା ଅମୃତା ପ୍ରୀତମଙ୍କର ଗୋଟେ ସୁନ୍ଦର ଗଳ୍ପ ଗନ୍ତାଘର, ଯାହାର ଅନୁବାଦିକା ଥିଲେ ବିଶିଷ୍ଟ ଓଡ଼ିଆ ଗାଳ୍ପିକା ଇନ୍ଦୁଲତା ମହାନ୍ତି। ଅଡ଼ିଓଟି କେମିତି ଲାଗିଲା ସେ ସମ୍ପର୍କରେ ଆପଣଙ୍କର ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।